ଏଠି ଆଗରୁ ଆପଣଙ୍କ ଯେତେବେଳେ ବିସ୍ଥାପିତ ନୀତି ହେଲା ଏବଂ ବିସ୍ଥାପିତ ଲୋକ ହେଲେ ସେତେବେଳେ ସରକାର କେବଳ ଯେଉଁମାନଙ୍କର ଘର ଯାଉଥିଲା ଘର ଏବଂ ଜମି ତାଙ୍କୁ ବିସ୍ଥାପିତ ବୋଲି ଡିକ୍ଲେୟାର କଲେ, ବିସ୍ଥାପିତ ହିସାବରେ ଗ୍ରହଣ କଲେ ଏବଂ ତାଙ୍କୁ ଯାହା ସୁବିଧା ସୁଯୋଗ ସରକାରୀ ସ୍ତରରୁ ମିଳିବା କଥା ଯାହା କରାହେଇଥିଲା ପଲିସି ସେ ଅନୁସାରେ ପାଇଲେ। କିନ୍ତୁ ଯେଉଁମାନେ ଚାଷ ଜମି ଗଲା ସେମାନଙ୍କୁ କିଛି ଦିଆଗଲା ନାହିଁ, ଖାଲି କେବଳ ଜମିର ମୂଲ୍ୟ ଦିଆଗଲା, କିନ୍ତୁ ଆଉ ତା'ର ଅନ୍ୟାନ୍ୟ ସୁବିଧା ସୁଯୋଗ କିଛି ଦିଆଗଲା ନାହିଁ। କାରଣ ଯେହେତୁ ସେମାନଙ୍କର ଘର ଗଲା ନାହିଁ, ସେମାନଙ୍କୁ ବିସ୍ଥାପିତ ବୋଲି ସରକାର ଧରିଲେ ନାହିଁ। ଯେତେବେଳେ ଏ ନୀତି ହେଲା 2006ରେ ଟାଟାର ଯେଉଁ ଗୁଳିକାଣ୍ଡ ପରେ 2006ରୁ 2011 ଭିତରେ ନୂଆ ନୀତି ସରକାର କଲେ। ସେତେବେଳେ ଯେଉଁମାନେ ରାଜନୈତିକ ବ୍ୟକ୍ତି ଥିଲେ, ସୁକିନ୍ଦା ଦାୟିତ୍ୱ ନେଉଥିଲେ, ତାଙ୍କର କର୍ତ୍ତବ୍ୟ ଥିଲା ଯେ ସବୁ ଜିନିଷକୁ ମୁଣ୍ଡରେ ପୂରେଇ ଲୋକମାନେ ଚାଷଟା ମୁଖ୍ୟ, ଜମି ପଡ଼ିଲା ପରେ ଲୋକର ଖାଲି ଘର ଖଣ୍ଡିଏ ଯଦି ବଞ୍ଚିଗଲା ସେ ଘରେ ରହି କରିବ କ'ଣ? ତା ପିଲାମାନେ ତ ଚାଷ ଜମି ରହିଲା ନାହିଁ, ସେମାନେ କ'ଣ ଖାଇବେ, କ'ଣ ଖାଇକି ବଞ୍ଚିବେ? ତେଣୁ ସେମାନେ ସବୁ ଏଠି ଯେତେବେଳେ କାରଖାନା ହେଇଗଲା, ସେମାନଙ୍କ ଜମି ସବୁ ଚାଲିଗଲା, ସେମାନେ ବହୁ ଅସୁବିଧାରେ ଚଳୁଥିଲେ ଏବଂ ବହୁ ଅଶାନ୍ତି ମଧ୍ୟ ସୁକିନ୍ଦାରେ ସୃଷ୍ଟି ହେଇଥିଲା। ସେଇଟାକୁ ସେମାନେ ତା ପରବର୍ତ୍ତୀ ମଧ୍ୟ ବହୁ ଆନ୍ଦୋଳନ କରିଥିଲେ, ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିଲେ। ଆମର 2024ର ନିର୍ବାଚନ ପରେ ଆମେ ବିଜୟ ଲାଭ କଲା ପରେ ଯେତେବେଳେ ସେମାନେ ପୁଣି ଆନ୍ଦୋଳନ ଥରେ କଲେ, ମୁଁ ସେତେବେଳେ ପ୍ରଶାସନକୁ ଡାକି ତାଙ୍କ ସାଙ୍ଗରେ ଦୀର୍ଘ 18 ଘଣ୍ଟା ଏକ ସମୟରେ ଆମେ ଆଲୋଚନା କରି ତା ସାଙ୍ଗରେ ତାଙ୍କୁ ବହୁ କଷ୍ଟରେ ଆମେ ବୁଝାସୁଝା କରି ସେ ଯେଉଁ ଗେଟ୍ ବନ୍ଦ କରିଥିଲେ, ରାସ୍ତାରୋକ କରିଥିଲେ, ପ୍ଲାଣ୍ଟ ଭିତରକୁ ଛାଡ଼ୁନଥିଲେ, ତାକୁ ଆମେ ସମାଧାନ କରିଥିଲୁ। ସମାଧାନ କରି ସରକାରଙ୍କ ପଛରେ ଲାଗି ଏବଂ କାରଖାନା ମାଲିକମାନଙ୍କ ପଛରେ ଆଲୋଚନା କରି ତାଙ୍କ ସାଙ୍ଗରେ ବାରମ୍ବାର ଗୋଟେ ନିର୍ଯାସରେ ପହଞ୍ଚିଥିଲୁ ଯେ ସେମାନେ ଯେହେତୁ ସରକାର ନୀତି ନିୟମ କିଛି ନାହିଁ, କିନ୍ତୁ ମାନବିକତା ଦୃଷ୍ଟିରୁ ସେମାନେ ବୋଧେ ପାଇବାକୁ ହକଦାର। ତେଣୁ ଟାଟାର କମ୍ପାନୀର ପରିଚାଳକ ସାଙ୍ଗରେ ଆଲୋଚନା କରି ତାଙ୍କର ଅଧିକାରୀମାନଙ୍କ ସାଙ୍ଗରେ ଆଲୋଚନା କରି ଗୋଟେ ନିଷ୍କର୍ଷରେ ପହଞ୍ଚିଲୁ ଯେ ତାଙ୍କୁ ଆମେ ଚାକିରି ଦେବା, କିନ୍ତୁ ତାକୁ ଆଗେ ଟ୍ରେନିଂ ଦେବା, ଟ୍ରେନିଂ ପରେ ଇଣ୍ଟରଭ୍ୟୁ କରିବା। ଇଣ୍ଟରଭ୍ୟୁରେ ଯେଉଁମାନେ କ୍ୱାଲିଫାଏ ହେବେ, ଯିଏ ବି ଖାଲି ଆଦିବାସୀ ଲୋକ ନୁହନ୍ତି, ଯେଉଁମାନେ ଚାଷ ଜମି ହରାଇଛନ୍ତି ସମସ୍ତଙ୍କୁ ସେଥିରେ ଇନକ୍ଲୁଡ଼ କରାଗଲା ଏବଂ ପର୍ଯ୍ୟାୟକ୍ରମେ ପ୍ରଥମେ 50 ଜଣଙ୍କୁ ଦେବା, 50 ଜଣ ପରେ ନୀଳାଚଳ ମଧ୍ୟ ସେଇ ନୀତି ଆପଣେଇବ, ନୀଳାଚଳ ତାଙ୍କୁ 50 ଜଣ ପୁଣି ସେ ରଖିବ, ତାପରେ ଟାଟା ଆଉ ଥରେ ପୁଣି ତା ରିକ୍ୱାରମେଣ୍ଟ ଯେତେବେଳେ ଆସିବ ପୁଣି 50 ଜଣଙ୍କୁ ରଖିବ। ଏଇଭଳି ଭାବରେ ପର୍ଯ୍ୟାୟକ୍ରମେ ସମସ୍ତ ଜମିହରାମାନଙ୍କୁ ଲ୍ୟାଣ୍ଡ ଲୁଜର ଯାହା କହୁଛୁ ଆମେ, ତାଙ୍କୁ ସମସ୍ତଙ୍କୁ କମ୍ପାନୀ ତରଫରୁ ଏନଗେଜମେଣ୍ଟ ଦିଆଯିବ। କମ୍ପାନୀ ତାଙ୍କୁ ଟ୍ରେନିଂ ଦେଇ ଶିକ୍ଷିତ କରେଇ ଯେଉଁ କାମ ଦେବ, ସେ ଶିକ୍ଷାରେ ତାଙ୍କୁ କୁଶଳୀ କରେଇ ତାପରେ ଯାଇ ତାଙ୍କୁ ଡ୍ୟୁଟି ଦେବ ଏବଂ ତାଙ୍କୁ ପ୍ରାପ୍ୟ ଦେବ। ଏଥିରେ ଆମର 50 ଜଣ ପିଲା ଏଇ 8-10 ଦିନ ତଳୁ ଟାଟା କମ୍ପାନୀ ତାଙ୍କୁ ଚାକିରି ଦେଇଛନ୍ତି। ଧନ୍ୟବାଦ ଦେଉଛି ଟାଟାର ସମସ୍ତ ଅଧିକାରୀମାନଙ୍କୁ, ଟାଟା କମ୍ପାନୀକି, ଯେ ସେମାନେ ଲୋକଙ୍କର ଯେଉଁ ଭାବବେଗ ଥିଲା ତାଙ୍କୁ ବୁଝି ଆମ ସାଙ୍ଗରେ ଆଲୋଚନା କରି ଏଇ ନୀତି ଗୋଟେ କରିଛନ୍ତି, ଯେଉଁଟାକି ଆଜି ସବୁ ପିଲାମାନେ ବହୁତ ଖୁସି ଯେ ଯାହା ଆମେ କିଛି ପାଉନଥିଲୁ, ଆଜି କମ୍ପାନୀ ଆମ କଥା ଶୁଣିଲା, ଆମକୁ ଦେଲା। ବିଧାୟକ ମନ୍ତ୍ରୀ ଯାଇଛନ୍ତି, ତାଙ୍କର ପ୍ରଚେଷ୍ଟାରେ ଆମେ ପାଇଲୁ। କାଲି ମଧ୍ୟ ଆସିଥିଲେ, ମୋତେ ସବୁ ସମ୍ବର୍ଦ୍ଧନା କରିକି ଗଲେ। ସେ ପିଲାମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଏବଂ ତାଙ୍କୁ ଗୋଟେ ପରାମର୍ଶ ଦେଉଛି ଯେ ଆମେ ବହୁ କଷ୍ଟରେ ଚାକିରି ପାଇଛେ, ଆପଣମାନେ କାମ ଠିକ୍ କରନ୍ତୁ, ପରିଶ୍ରମ କରନ୍ତୁ। କାମ ଠିକ୍ କଲେ କମ୍ପାନୀ ମଧ୍ୟ ଆଗକୁ ଆପଣମାନଙ୍କ ପାଇଁ ଆହୁରି 200, 500, 1000 ପିଲା ବି ସୁବିଧା ପାଇବେ। ତେଣୁ ଆମେ ସମସ୍ତେ ଆଉ କମ୍ପାନୀର କେମିତି ଉନ୍ନତି ହେବ, କମ୍ପାନୀର କାରଖାନାରେ ଆମେ କାମ କଲେ ତା'ର ଯେଉଁ ମେସିନାରୀ ଭଲ ମନ୍ଦ ରହିଲା ଠିକ୍ ଭାବରେ ପରିଚାଳନା ଆମେ କରିକି ଆମେ ଆମ କର୍ତ୍ତବ୍ୟ ଠିକ୍ କଲେ ଆମ ପାଇଁ ଅନ୍ୟ ଲୋକମାନେ ମଧ୍ୟ ସୁବିଧା ପାଇବେ। 29 ବର୍ଷ ହେଲା ଯେଉଁ ସରକାର କରିପାରୁନଥିଲେ, ଆପଣ 17 ମାସ ଭିତରେ କରିକି ଦେଖାଇଥିଲେ, ତ ଏଇଟା ମାନେ କ'ଣ କୁହାଯିବ? ମାନେ 29 ବର୍ଷରେ କାହିଁକି କରିପାରୁନଥିଲେ, ଆପଣ 17 ମାସରେ କିଭଳି ଭାବରେ ଏତେ ଜଲ୍ଦି କେମିତି କରିପାରିଲେ? ଆପଣଙ୍କୁ କହିଲେ ବା ଇଚ୍ଛା ଶକ୍ତି ନଥିଲା, ଇଚ୍ଛା ଶକ୍ତିର ଅଭାବ ପାଇଁ ଏ କଷ୍ଟ ସେମାନେ ପାଉଥିଲେ। ଆମେ 18 ଘଣ୍ଟା ବସିଲୁ, ଆମେ ଖାଇନୁ ନା। SP ଥିଲେ ସେଠି, ଆପଣଙ୍କର କଲେକ୍ଟର ଥିଲେ, SP ଥିଲେ, DIG ଥିଲେ, ମୁଁ ଥିଲି, ଆମେ 4 ଜଣ
ରାତି ମାନେ ସନ୍ଧ୍ୟା ପୂର୍ବରୁ ବସିଲୁ ତାପରଦିନ ସକାଳ 9ଟା ପର୍ଯ୍ୟନ୍ତ କେବଳ ଚାହା ବିସ୍କୁଟ୍ ମଝିରେ 2 ଥର ଖାଇଛୁ। ତା ଛଡ଼ା ଅନ୍ୟ କୌଣସି ସେଥିରେ ନଥିଲା। ବର୍ଷା ବି ପ୍ରବଳ ବର୍ଷା ସେଦିନ। ସେ ବର୍ଷାରେ ବି ଆମେ ସମସ୍ତେ ସେ ପିଲାମାନେ ବି ଆମ ସାଙ୍ଗରେ ଥିଲେ ବସି ଆଲୋଚନା ସବୁ କଲୁ। ତାଙ୍କର ବି ଗୁରୁଜନ ରାଜୁ କାଲୁଣ୍ଡିଆ ଆମର ଯିଏ ଭାରତୀୟ ଯୁବ ଆଦିବାସୀ ମୋର୍ଚ୍ଚାର ସଭାପତି ଅଛନ୍ତି ଏବଂ ଏଠିର ବିସ୍ଥାପିତ ତାଙ୍କର ମଧ୍ୟ ସେ ନେତୃତ୍ୱ ନେଉଥିଲେ। ସେ ମଧ୍ୟ ଆମ ସାଙ୍ଗରେ ଥିଲେ କରି ତାକୁ ଅଫିସରଙ୍କୁ କନଭିନ୍ସ କରି ପିଲାମାନଙ୍କୁ କନଭିନ୍ସ କରି ଗୋଟେ ନିର୍ଯ୍ୟାସରେ ପହଞ୍ଚିଲେ। ଇଚ୍ଛା ଶକ୍ତିର ଅଭାବ ପାଇଁ ହେଉନଥିଲା। ଯେତେବେଳେ ଚେଷ୍ଟା କଲେ ସବୁ ହେବ। ଆମର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆମର ହସ୍ତତନ୍ତ ବୈଷୟିକରେ ସ୍ଥାନ ମିଳିଛି। ତ ଆପଣ କ'ଣ କେମିତି ଯାଦୁ କରୁଛନ୍ତି ଆପଣ ଏତେ ସଫଳତା ଆଣିକି ଦେଇପାରୁଛନ୍ତି ଓଡ଼ିଶା? ଯାଦୁ ନୁହଁ, କର୍ମ କଷ୍ଟ କରିବାକୁ ପଡ଼ିବ। ଆମେ ଟେରାକୋଟା ଏବଂ କୁମ୍ଭାର ଶିଳ୍ପର ଯେଉଁ କାରିଗରମାନଙ୍କୁ ଡକେଇ ଆମର ଗୋଟେ ବେଳାଭୂମି ଅଛି ଭୁବନେଶ୍ୱରରେ ପରିସର, ସେ ପରିସରରେ ତାଙ୍କୁ ସବୁ ଗୋଟିଏ କୃତି ପ୍ରତିଯୋଗିତା କରିଥିଲୁ। ସେଥିରେ 1000ରୁ ଅଧିକ କାରିଗର ଯୋଗ ଦେଇଥିଲେ ଏବଂ ୱାର୍ଲଡ଼ ରେକର୍ଡ଼ ଆଗରୁ 200 ଏତେ ସଂଖ୍ୟକ କାରିଗର କେଉଁଠି ଏକାଠି ହେଇନଥିଲେ। ଏଠି ଯେତେ କାଲି ଆମର ଓଡ଼ିଶାରେ ହେଇଥିଲେ ପହରଦିନ ଏବଂ 1000ରୁ ଅଧିକା କାରିଗର ଏକାଠି ହେବା ପରେ ଆଗରୁ ଯେଉଁ ରେକର୍ଡ଼ ହେଇଥିଲା 212 ଥରୁଟିଏ ଗୋଟିଏ ଲୋକ 212 ପର୍ଯ୍ୟନ୍ତ କରିଥିଲା ହସ୍ତଶିଳ୍ପ ତିଆରି କରିଥିଲା। ସେ ଜାଗାରେ ଆମର ଏଠି ଯେଉଁ କୃତି ପ୍ରତିଯୋଗିତା ହେଲା ଏଥିରେ 212ରୁ ଅଧିକା 8 ଜଣ କରିଛନ୍ତି। ସେଥିରେ ସବୁଠୁ ହାଏଷ୍ଟ କରିଛନ୍ତି 310 ଜଣେ କରିଛନ୍ତି ଏବଂ ଟୋଟାଲ୍ 8 ଜଣ ସେ ରେକର୍ଡ଼କୁ ବର୍ଣ୍ଣ କ୍ରସ୍ କରିଛନ୍ତି। ସେଥିପାଇଁ ଆମେ ୱାର୍ଲଡ଼ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ଆମ ବିଭାଗ ପାଇଲା। ସେ ପ୍ରତିଯୋଗୀମାନେ ମଧ୍ୟ ପାଇଲେ। ତା ସାଙ୍ଗରେ ବିଭାଗର ଶାସନ ସଚିବ ଏବଂ ମୁଁ ମନ୍ତ୍ରୀ ଜାଲେ ମଧ୍ୟ ଆମେ ସମସ୍ତେ ସାର୍ଟିଫିକେଟ୍ ପାଇଲୁ ଏବଂ ଗ୍ରୀନ୍ ୱାର୍ଲଡ଼ ବୁକ୍ ଅଫ୍ ରେକର୍ଡ଼ରେ ଆମର ନାମ ସ୍ଥାନ ପାଇଲା। ନିଯୁକ୍ତି ଆପଣଙ୍କର ଯେଉଁମାନେ ଲ୍ୟାଣ୍ଡ ୟୁଜର ତ ବର୍ତ୍ତମାନ ଗୋଟେ ନିଷ୍କର୍ଷରେ ପହଞ୍ଚିଲୁ। ୟା ପରେ ଯେଉଁମାନେ ଅନ୍ୟାନ୍ୟ ପିଲା ଯେଉଁ ପାଠଶାଠ ପଢ଼ିଛନ୍ତି ଟେକ୍ନିକାଲ ପାଠ ପଢ଼ିଛନ୍ତି କାରଖାନାକୁ ଆଖି ଆଗରେ ରଖି ତାଙ୍କ ପାଇଁ ମଧ୍ୟ ମୁଁ କାରଖାନା ମାଲିକ ସାଙ୍ଗରେ ଆଲୋଚନା କରୁଛି। ଯେଉଁ ବଡ଼ ବଡ଼ ଭେଣ୍ଡରମାନେ ଆସୁଛନ୍ତି ସେମାନେ ବାହାରୁ ପିଲା ଆଣି ଏଠି ରଖୁଛନ୍ତି। ସେଥିପାଇଁ ମଧ୍ୟ ତାଙ୍କୁ କହିଛି ଆପଣମାନେ ଲୋକାଲ ପିଲାଙ୍କୁ ଏଠି ଚାକିରି ଦିଅନ୍ତୁ। କାମ କରାଇବା ଦାୟିତ୍ୱ ଆମର। ସେମାନେ ଠିକ୍ କାମ କରିବେ, ଠିକ୍ ପଇସା ନେବେ। ଯିଏ ବିଶୃଙ୍ଖଳା କରିବ ତା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ବିଶୃଙ୍ଖଳା କଲେ ତା ପାଇଁ ଆଉ ଅନ୍ୟ ପିଲାମାନେ ସଫର ମଧ୍ୟ ହେଉଛନ୍ତି। କାରଣ କମ୍ପାନୀ ଲୋକାଲ ପିଲାଙ୍କୁ ନ ରଖିବାର କାରଣ ଯେଉଁମାନେ ବାରମ୍ବାର ଗଣ୍ଡଗୋଳ କରୁଛନ୍ତି, ଅସତ୍ ବ୍ୟବହାର କରୁଛନ୍ତି, କାମ ଠିକ୍ରେ 8 ଘଣ୍ଟା କରୁନାହାନ୍ତି, ଛୁଟିରେ ରହିଲେ ବିନା ଛୁଟି ଦରଖାସ୍ତରେ ବିନା ଇନଫର୍ମରେ ରହିଯାଉଛନ୍ତି, ଯେଉଁଥିରେ କମ୍ପାନୀର ମେସିନାରୀ ଚଳାଇବା ବି କଷ୍ଟ ହୋଇପାରୁଛି। ଏସବୁ ସୁବିଧାକୁ ମଧ୍ୟ ମୁଁ ତାଙ୍କୁ ଭରସା ଦେଇଛି ଦୂର କରାଯିବ ଏବଂ ସେ କମ୍ପାନୀ ମଧ୍ୟ ଏଗ୍ରି କରିଛନ୍ତି। ଆସ୍ତେ ଆସ୍ତେ ଏମାନଙ୍କୁ ସବୁ ମଧ୍ୟ ନିଯୁକ୍ତି ଦିଆଯିବ।